ଆଜି ଆମେ ପରମଗୀତ 5 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବରେ ଯାହା ଜଣାଯାଏ ଯେ କନ୍ୟାର ମନରେ କିଛି ପରିମାଣରେ ଦ୍ୱନ୍ଦ୍ୱ ରହିଅଛି, ଆଉ ତାହା ହେଉଛି ଯେ ସେମାନେ ସହଭାଗିତାରେ ସମୟ ଅତିବାହିତ କରିବା ଉଚିତ ନା ବାହାରି ଯାଇ ସେମାନଙ୍କର ଦାୟିତ୍ୱଭାର ସମ୍ପନ୍ନ କରିବା ଉଚିତ। କାରଣ ଉଭୟ ବିଷୟ ବିଶେଷ ଜରୁରୀ। ଆମେ ଉଭୟ ବିଷୟ ସାଧନ କରିବା ଉଚିତ। ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପାଦ ପାଖରେ ବସିବା ଆବଶ୍ୟକ ଓ ଆମେ ମଧ୍ୟ ସେହି ପାଦଗୁଡ଼ିକୁ ଅନୁସରଣ କରିବା ଆବଶ୍ୟକ, ଯାହାକି ବାହାରି ଯାଇ ସେହି ପର୍ବତ ପାର୍ଶ୍ୱରେ ହଜିଲା ମେଣ୍ଢାଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଅନ୍ୱେଷଣ କରେ। ଆମେ ସେହି ପାଦଗୁଡ଼ିକୁ ଅନୁସରଣ କରି ଜଗତ ମଧ୍ୟରେ ପ୍ରବେଶ କରିବା ଉଚିତ, ଯେଉଁ ସ୍ଥାନରେ କି ଆମେ ଈଶ୍ୱରଙ୍କ ବାକ୍ୟ ରୂପ ବୀଜ ବପନ କରିପାରିବା। ଦେଖନ୍ତୁ 5 ପର୍ବର ପ୍ରଥମ ପଦରେ ଲେଖା ଅଛି, ଆଗ ମୋହର ଭଗିନୀ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି। ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର। ହେ ପ୍ରିୟତମଗଣ, ପାନ କର। ହଁ, ଯଥେଷ୍ଟ ପାନ କର। ସେ ସେହି କନ୍ୟାକୁ ତାହାଙ୍କ ସହିତ ସେହି ସହଭାଗିତାରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ଜଣାନ୍ତି। ପ୍ରକାଶିତ ବାକ୍ୟ 3 ପର୍ବର 20 ପଦରେ ଲେଖା ଅଛି, ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ତାହା ହିଁ ହେଉଛି ବାସ୍ତବ ସହଭାଗିତା, ଯାହାକି ଆମମାନେ ଆବଶ୍ୟକ କରୁ। ଏହି ସହଭାଗିତାକୁ ଦୃଷ୍ଟି ଆଗରେ ରଖି ଯୋହନ ଏହିପରି ଲେଖନ୍ତି, ଯାହାକି ପ୍ରଥମ ଯୋହନ ପ୍ରଥମ ପର୍ବର 4 ପଦରେ ଲେଖା ଅଛି, ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। ତେଣୁ ସେ ଆମ୍ଭମାନଙ୍କ ସହିତରେ କେବଳ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି ନାହିଁ, ମାତ୍ର ସେ ମଧ୍ୟ ଚାହାନ୍ତି ଆମେ ଯେପରି ଏକ ଉତ୍ତମ ସମୟ ପ୍ରାପ୍ତ ହେଉ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆପଣ କ'ଣ ଏକ ଉତ୍ତମ ସମୟ ପ୍ରାପ୍ତ ହୋଇପାରୁଛନ୍ତି? ଏକ ଉତ୍ତମ ସମୟ ମଧ୍ୟ ଦେଇ କାଳାତିପାତ କରିପାରୁଛନ୍ତି? କିନ୍ତୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଜୀବନଯାପନ କରିବା ଏକ ଚମତ୍କାର ବିଷୟ। ତଦ୍ୱାରା ଆପଣ ବାସ୍ତବ ଶାନ୍ତି ଓ ପରିତୃପ୍ତି ତଥା ଆନନ୍ଦ ଲାଭ କରିପାରିବେ, ଯାହାକି ଜଗତର କୌଣସି ବିଷୟ ଆପଣଙ୍କୁ ଦେଇ ନପାରେ। ଆସନ୍ତୁ ଏହାପରେ ଚତୁର୍ଥ ଗୀତ ମଧ୍ୟକୁ ଯିବା। ବର୍ତ୍ତମାନ କନ୍ୟା କିଛି କହିବାକୁ ଯାଉଅଛନ୍ତି। 5 ପର୍ବର 2 ପଦରେ ଏହିପରି ଲେଖା ଅଛି, ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା। ଏ ତ ମୋ ପ୍ରିୟତମଙ୍କର ହବ। ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, ଆଗ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ, ମୋ ପାଇଁ ଦ୍ୱାର ଫିଟାଅ। କାରଣ ମୋହର ମସ୍ତକ ଶିଶିରରେ, ମୋହର କ୍ଲେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ। ସେହି ପ୍ରେମିକା ବା କନ୍ୟା କହେ, ତାହାର ହୃଦୟ ଜାଗ୍ରତ। ସେ ଜାଗ୍ରତ ଥାଇ ତାହାଙ୍କ ନିମନ୍ତେ ଅପେକ୍ଷା କରିଅଛନ୍ତି। ଏ ତ ମୋ ପ୍ରିୟତମଙ୍କର ହବ। କନ୍ୟା ଯେତେବେଳେ ବିଛଣାରେ ଶୋଇଅଛନ୍ତି, ସେତେବେଳେ ବର ବାହାରେ ରାତ୍ରିରେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅଛନ୍ତି। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଏହି ସମ୍ବାଦ ଶୁଣିବା ଆବଶ୍ୟକ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହି ସମ୍ବାଦ ଶୁଣିବା ଆବଶ୍ୟକ। ଆସନ୍ତୁ ଶଯ୍ୟା ତ୍ୟାଗ କରି ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ବ୍ୟସ୍ତ ରହୁ। ପ୍ରଭୁ ଯଦି ଆଜି ଆମମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଅଛନ୍ତି, ତାହେଲେ ଆସନ୍ତୁ ତାହାଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଆଗେଇ ଯିବା। 5 ପର୍ବର 3 ପଦରେ ଲେଖା ଅଛି, ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି କରି ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି, କିପରି ତାହା ମଳିନ କରିବି? ବର୍ତ୍ତମାନ ସେହି କନ୍ୟା ନିଜକୁ ନିଜେ ଭାବୁଛି ଯେ ସେ ବିଛଣାରେ ଅଛି। ସେ ବିଛଣାକୁ ଯିବା ନିମନ୍ତେ ତାହାର ପାଦ ଧୋଇ ସାରିଛି ଓ ସେ ସେହି ବିଛଣାରୁ ବାହାରି ଆସି ତାହାର ପାଦକୁ ମଇଳା କରିବାକୁ ଚାହେଁ ନାହିଁ। 4 ପଦରେ ଲେଖା ଅଛି, ମୋ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉଚ୍ଚାଟ ହେଲା। ସେହି କନ୍ୟାର ମନର ଆବେଗ ତାହାଙ୍କ ନିମନ୍ତେ ଅର୍ଥାତ୍ ବରଙ୍କ ନିମନ୍ତେ ପରିଚାଳିତ ହେଲା। 5 ପଦରେ ଲେଖା ଅଛି, ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି। କିଳିଣୀର
ବେଣ୍ଟ ଉପରେ ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। ଏହି ଘଟଣାର ଏକ ପୃଷ୍ଠଭୂମି ରହିଅଛି, ଯାହାକି ସେହି ସମୟରେ ସେମାନଙ୍କର ଏକ ସୁନ୍ଦର ପ୍ରଥା ଥିଲା। ଯେତେବେଳେ ଜଣେ ବ୍ୟକ୍ତି ଜଣେ ବାଳିକାକୁ ପ୍ରେମ କରୁଥିଲା ଓ ତାହାର ପ୍ରେମକୁ ତାହା ପ୍ରତି ପ୍ରକାଶ କରିବାକୁ ଚାହୁଁଥିଲା, ସେ ତାହାର ଗୃହକୁ ଯାଇ ଏକ ସୁବାସିତ ଅତରକୁ ଛାଡ଼ି ଦେଇ ଆସୁଥିଲା। ସେହି ଦ୍ୱାର ମଧ୍ୟ ଏପରି ଭାବେ ନିର୍ମିତ ହୋଇଥାଏ ଯେ ଯଦି ଏହା ତାଲା ଦିଆଯାଇନଥାଏ ତାହେଲେ ସେହି ଦ୍ୱାରର ଏକ ପାଖରେ ଖୋଲା ଥାଏ, ଯେପରି ଜଣେ ସେହି ବାଟ ଦେଇ ଭିତରେ ପ୍ରବେଶ କରି ତହିଁର ଅର୍ଗଳ ଖୋଲି ଦେଇପାରିବ। ଯାହାକି ଏହି ଘଟଣାର ଏକ କାରଣ ସ୍ୱରୂପ ଥିଲା। ଯେତେବେଳେ ସେହି ଶୋଇ ରହିଥିବା କନ୍ୟାଠାରୁ କୌଣସି ପ୍ରତ୍ୟୁତ୍ତର ମିଳିଲା ନାହିଁ, ସେତେବେଳେ ବର ସେହି ଗନ୍ଧରସକୁ ଦ୍ୱାରର ଭିତର ପାଖ କିଳିଣିରେ ଲଗାଇଦେଲେ, ଯେପରି ସେହି କନ୍ୟା ଜାଣିବାକୁ ପାରିବ ଯେ ସେ ସେଠାରେ ଅଛନ୍ତି। ଶେଷରେ ଯେତେବେଳେ ସେହି କନ୍ୟା ଦ୍ୱାର ଖୋଲିବାକୁ ଆସିଲା, ସେହି ଚମତ୍କାର ସୁବାସିତ ଗନ୍ଧରସ ତାହାର ହସ୍ତରେ ଲାଗିଗଲା, କାରଣ ସେହି ବର ତାହାଙ୍କର ଉପସ୍ଥିତିର ମିଷ୍ଟତାକୁ ସେଠାରେ ଛାଡ଼ି ଦେଇଥିଲେ। କନ୍ୟା ଆଜିର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଏକ ନିଦର୍ଶନ ସ୍ୱରୂପ। ଆଉ ପ୍ରକୃତରେ ତାହା ସେହି କ୍ଷୁଦ୍ର ଶୃଗାଳମାନଙ୍କ ମଧ୍ୟରୁ ଏକ ଶୃଗାଳ, ଯାହାକି ଦ୍ରାକ୍ଷାକ୍ଷେତ୍ରର ଫଳକୁ ନଷ୍ଟ କରିଦିଏ। ତାହା ହିଁ ହେଉଛି ଆତ୍ମାଙ୍କୁ ନିବାରଣ କରିବା, ଆତ୍ମାଙ୍କର କାର୍ଯ୍ୟକୁ ନିବାରଣ କରିବା ବା ପ୍ରତିରୋଧ କରିବା। ମୁଁ ଭାବେ ଯେ ଆଜି ଯଦି ଆମେ ନିଜର ଆଳସ୍ୟତାର ସେଜ ପରିତ୍ୟାଗ କରି ଈଶ୍ୱରଙ୍କ ନିମନ୍ତେ କିଛି ସାଧନ କରିବା ପାଇଁ ଆଗେଇବା ଓ ତାହାଙ୍କ ନିମନ୍ତେ କିଛି କରିବାକୁ ଆରମ୍ଭ କରିବା, ତାହେଲେ ଆମେ ଆମର ଶୟନ କକ୍ଷର ସେହି କିଳିନିରେ ତାହାଙ୍କ ଉପସ୍ଥିତିର ସୁଗନ୍ଧକୁ ବା ସେହି ମଧୁର ସୁବାସକୁ ଆଘ୍ରାଣ କରିପାରିବା। ଆମେ ତାଙ୍କର ଉପସ୍ଥିତିକୁ ଉପଲବ୍ଧି କରିପାରିବା। ଏହି ପରମ ଗୀତର ଗୀତଗୁଡ଼ିକ ମଧ୍ୟରେ ଏହା ଅତି ଛୋଟ ଗୀତ, ମାତ୍ର ତହିଁରେ ମଧ୍ୟ ଆମମାନଙ୍କ ନିମନ୍ତେ ଅତି ଚମତ୍କାର ଶିକ୍ଷା ରହିଅଛି। ବର୍ତ୍ତମାନ ଆମେ ପଞ୍ଚମ ଗୀତ ମଧ୍ୟକୁ ଯିବା। ଏହି ପ୍ରେମ କାହାଣୀ ମଧ୍ୟରେ ରାଜା ସଲୋମନ ସେହି ସୁଲେମିଆ ବାଳିକାକୁ ଇଫ୍ରାଇମ୍ର ପାର୍ବତ୍ୟ ଅଞ୍ଚଳରୁ ଜେରୁସାଲେମର ପ୍ରାସାଦ ମଧ୍ୟକୁ ନେଇ ଆସିଛନ୍ତି। ଏହି ଗୀତମାନଙ୍କରେ କନ୍ୟା କିପରି ଭାବେ ସେହି ପ୍ରାସାଦ, ରାଜସିଂହାସନ, ରାଜାଙ୍କର ଭୋଜନପାନର ମେଜ ପ୍ରଭୃତିକୁ ଦେଖି ପ୍ରଭାବିତ ହୋଇଯାଇଛନ୍ତି, ସେହି ସମସ୍ତ ବିଷୟ ସେ ପ୍ରକାଶ କରିଅଛନ୍ତି। ତାହାର ଗୀତ, ତାହାର ଉପାସନା ଓ ରାଜାଙ୍କର ପ୍ରଶଂସାର ବିଷୟକୁ ମଧ୍ୟ ଯୋଗ କରିଅଛି। ମାତ୍ର ସେ ଯେତେବେଳେ ତାହାକୁ ତାହାଙ୍କ ସହିତ ଆସିବା ନିମନ୍ତେ ଉଠାଇବାକୁ ଆସିଲେ, ଯେତେବେଳେ କି ସେ ହଜିଲା ମେଣ୍ଢାମାନଙ୍କ ପ୍ରତି ଦୃଷ୍ଟି ରଖି ମେଷପାଳକର କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ବାହାରେ ରହିଥିଲେ, ସେତେବେଳେ ସେହି କନ୍ୟା ଶଯ୍ୟା ତ୍ୟାଗ କରିବାକୁ ଇଚ୍ଛା କଲା ନାହିଁ। ମାତ୍ର ଶେଷରେ ଯେତେବେଳେ ସେହି କନ୍ୟା ଦ୍ୱାର ନିକଟକୁ ଗଲା, ଦେଖେ ତ ସେ ଆଉ ନାହାନ୍ତି। ସେ ଦ୍ୱାର ଖୋଲି ତାହାଙ୍କୁ ଡାକିଲା ଓ ଏହାପରେ ସେ ତାହାଙ୍କୁ ଖୋଜିବା ନିମନ୍ତେ ବାହାରିଗଲା। ତେବେ ଦେଖନ୍ତୁ 5 ପର୍ବର 6 ପଦରେ ଲେଖା ଅଛି, ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି, ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା। ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ। ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। ଆପଣ ଦେଖନ୍ତୁ, ସେହି ସହଭାଗିତା ଭଗ୍ନ ହୋଇଥିଲା। ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଏପରି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି, ଯେଉଁମାନେ କି ଦୁଇଟି ବିଷୟ ମଧ୍ୟରୁ କୌଣସି ଗୋଟିକୁ କରନ୍ତି। ସେମାନେ ସେମାନଙ୍କ ଜୀବନରେ ପାପ କରି ପବିତ୍ର ଆତ୍ମାକୁ ଦୁଃଖ ଦିଅନ୍ତି, ନତୁବା ତାହାଙ୍କ ପ୍ରତି ଅବାଧ୍ୟ ହୋଇ ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରନ୍ତି। ତାହା ହିଁ ତାହାଙ୍କ ସହିତ ଆମମାନଙ୍କର ସହଭାଗିତାକୁ ଭଙ୍ଗ କରେ ଓ ଆମମାନଙ୍କର ଆନନ୍ଦକୁ ହରଣ କରିନିଏ। ମାତ୍ର ଏହାର ଅର୍ଥ ନୁହେଁ ଯେ ଆମେ ଆମର ପରିତ୍ରାଣ ହରଉ, କିନ୍ତୁ ଆମେ ନିଶ୍ଚିତ ଭାବେ ସେହି ପରିତ୍ରାଣର ଆନନ୍ଦକୁ ହରାଇ ବସୁ। ଏହାର ଅର୍ଥ ନୁହେଁ ଆମେ ପବିତ୍ର ଆତ୍ମାକୁ ହରାଇ ବସିଛୁ। ସେ ତଥାପି ମଧ୍ୟ ବିଶ୍ୱାସୀ ହୃଦୟରେ ବାସ କରନ୍ତି। ଆମେ ତାହାଙ୍କୁ ଦୁଃଖ ଦେଇପାରିବା, ମାତ୍ର ଆମେ ତାହାଙ୍କୁ ଦୁଃଖ ଦେଇ ପଳାଇ ଯାଇପାରିବା ନାହିଁ। କିନ୍ତୁ ସେ ଯାଉ ନା କାହିଁକି, ଆମେ ପ୍ରକୃତରେ ତାହାଙ୍କ ସହିତ ସହଭାଗିତା ହରାଇ ବସିବା ଓ ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ପ୍ରକାର ସ୍ଥିତିରେ ଜୀବନ ଅତିବାହିତ କରନ୍ତି। ଏଠାରେ ଆମେ ଦେଖିବାକୁ ପାରୁଛୁ ଯେ କନ୍ୟା ତାହାର ସହଭାଗିତାକୁ ହରାଇ ବସିଛି।
ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ହୋଇ ପ୍ରଭୁଙ୍କ ନିମନ୍ତେ କିଛି କରୁନାହାନ୍ତି, ତାହେଲେ ଆପଣ ଯଦିଓ ପରିତ୍ରାଣକୁ ହରାଇ ନ ପାରନ୍ତି, ମାତ୍ର ଆପଣ ନିଶ୍ଚିତ ଭାବେ ତାହାଙ୍କ ସହିତ ସେହି ମଧୁର ସହଭାଗିତାରୁ ବଞ୍ଚିତ ହୁଅନ୍ତି। ଆପଣ ସେହି ପରିତ୍ରାଣର ଆନନ୍ଦକୁ ହରାଇ ବସନ୍ତି। 5 ପର୍ବର 7 ପଦରେ ଲେଖା ଅଛି, ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର ରକ୍ଷକମାନେ ମୋ ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ। ଆପଣ ଭାବିପାରୁଛନ୍ତି, ଆମେ ଯଦି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ନିଜର ମନ ମୁତାବକ କାର୍ଯ୍ୟ କରିବାକୁ ଚେଷ୍ଟା କରୁ, ଆମେ କେତେ ଦୁର୍ବଳ ଓ ଅସହାୟ ହୋଇପଡ଼ୁ। ଆମେ ଅତି ଆଗ୍ରହର ସହିତ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ବାହାରି ଯାଇପାରୁ, ମାତ୍ର ତାହା ପ୍ରଭୁଙ୍କ ସହିତ ଆମମାନଙ୍କର ସହଭାଗିତା ତଥା ସମ୍ପର୍କକୁ ଫେରାଇ ଆଣିପାରେ ନା। ଆଜି ଏହିପରି ଅନେକ ସେବକମାନଙ୍କୁ ଆପଣ ଲକ୍ଷ୍ୟ କରିବାକୁ ପାରିବେ, ଯେଉଁମାନଙ୍କର ଜୀବନ ପ୍ରଭୁଙ୍କ ସହିତ ବ୍ୟକ୍ତିଗତ ଭାବେ ସଂଯୁକ୍ତ ନଥାଏ। ସେମାନଙ୍କର ଖ୍ରୀଷ୍ଟ କୈନ୍ଦ୍ରିକ ଜୀବନ ନଥାଏ। ତେଣୁକରି ସେମାନଙ୍କର କାର୍ଯ୍ୟରେ କୌଣସି ଫଳ ଦେଖାଯାଏ ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଜୀବନକୁ ଲକ୍ଷ୍ୟ କରନ୍ତି ଓ ଆମମାନଙ୍କ ଜୀବନରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଚାହାନ୍ତି। ତେଣୁ ଆମମାନଙ୍କର ମୁଖ କେବଳ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କଲେ ଯଥେଷ୍ଟ ନୁହେଁ, ମାତ୍ର ଆମମାନଙ୍କର ଜୀବନ ମଧ୍ୟ ଖ୍ରୀଷ୍ଟଙ୍କ ସୁସମାଚାର ବହନ କରିବା ଆବଶ୍ୟକ। ଏଥିନିମନ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଓ ତାହାଙ୍କ ସହିତ ଆମମାନଙ୍କର ବ୍ୟକ୍ତିଗତ ସହଭାଗିତା ସ୍ଥାପନ ନିତାନ୍ତ ଆବଶ୍ୟକ। ତେବେ ସେ ଯାଉନା କାହିଁକି ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ମଧ୍ୟ ପ୍ରତିବନ୍ଧକ ଉପୁଜେ ଓ ବେଳେବେଳେ ଏହା ଅନପେକ୍ଷିତ ଭାବେ ଆସେ। ଲେଖା ଅଛି, ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ଏହି ବାଳିକାଟି ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଯେଉଁମାନେ ତାହାକୁ ସୁରକ୍ଷା ଦେବା କଥା, ସେମାନଙ୍କ ଦ୍ୱାରା ସେ ଆଘାତପ୍ରାପ୍ତ ହେଉଅଛି। ସେହି ପ୍ରକାର ପରିସ୍ଥିତି ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ପରିଲକ୍ଷିତ ହୁଏ। ଖ୍ରୀଷ୍ଟଙ୍କର ଅନେକ ସେବକମାନେ ନିଜର ବିଶ୍ୱାସୀ ମଣ୍ଡଳୀର ସଦସ୍ୟମାନଙ୍କ ଦ୍ୱାରା ଅତ୍ୟାଚାରିତ ହୁଅନ୍ତି, କାରଣ ସେମାନଙ୍କର ବାକ୍ୟ ପ୍ରଚାର ସେହି ଲୋକମାନଙ୍କର ବିବେକକୁ ଆଘାତ ଦିଏ। ଅନେକ ସମୟରେ ଯେଉଁମାନେ ସୁରକ୍ଷା ଦେବା ଉଚିତ, ସେମାନଙ୍କ ପକ୍ଷରୁ ସୁସମାଚାର ପ୍ରଚାର ପ୍ରତି ବାଧା ଉପୁଜେ। ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଏହି ବାଳିକା ଯିଏକି କନ୍ୟା, ସେ ଜେରୁସାଲେମର କନ୍ୟାଗଣକୁ ସାକ୍ଷାତ କରୁଅଛି। ଏଠାରେ ଆମେ ସେହି କନ୍ୟା ଓ ଜେରୁସାଲେମର କନ୍ୟାଗଣ ମଧ୍ୟରେ ଏକ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗୀତ ଗାୟନର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ, ସେହି କନ୍ୟା ଏହିପରି କହନ୍ତି, ଯାହାକି 5 ପର୍ବର 8 ପଦରେ ଲେଖା ଅଛି, ଆଗ ଜେରୁସାଲେମର କନ୍ୟାଗଣ, ଯେବେ ତୁମେମାନେ ମୋ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପୀଡ଼ିତା ବୋଲି ତୁମେମାନେ ତାଙ୍କୁ କହିବ। ସେହି କନ୍ୟା କହୁଛି, ଯଦି ତୁମେମାନେ ତାହାଙ୍କୁ ପାଇବ, ତାହେଲେ ତାହାଙ୍କୁ କହିବ, ମୁଁ ତାହାଙ୍କୁ ବହୁତ ଖୋଜୁଛି। ତାଙ୍କୁ କହିବ, ମୁଁ ତାହାଙ୍କୁ କେତେ ପ୍ରେମ କରେ ଓ ତାହାଙ୍କୁ ଜଣାଇଦେବ ଯେ ମୁଁ ତାହାଙ୍କ ଅନ୍ୱେଷଣରେ ଅଛି। ତାହାର ହୃଦୟ ପୀଡ଼ିତା ଓ ତାହାର ସମସ୍ତ କିଛି ତାହାଙ୍କ ନିମନ୍ତେ ଆକାଂକ୍ଷିତ। ଉଦ୍ୟାନ ଏହାର ସୁଗନ୍ଧକୁ ହରାଇ ବସିଛି। ସେହି ଗନ୍ଧରସ କୁନ୍ଦୁରୁ ବର୍ତ୍ତମାନ ତାହାଙ୍କ ନିମନ୍ତେ ବିଶେଷ କିଛି ନୁହେଁ ଓ ପୁଷ୍ପଗୁଡ଼ିକର ସୌନ୍ଦର୍ଯ୍ୟ ଫିକା ପଡ଼ିଯାଇଛି। ବର୍ତ୍ତମାନ ଏହାର ପ୍ରତ୍ୟୁତ୍ତରରେ ଜେରୁସାଲେମର କନ୍ୟାଗଣ କହନ୍ତି, ଯାହାକି 9 ପଦରେ ଲେଖା ଅଛି, ଆଗ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମ ଠାରୁ ଅଧିକ? ତୁମେ ଯେ ଆମମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମ ଠାରୁ ଅଧିକ? ଦେଖନ୍ତୁ, ଏହି ଉତ୍ତରଟି ସନ୍ଦେହଜନକ ପରି ବୋଧ ହୁଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ କହିବାକୁ ଚାହାନ୍ତି, ତୁମେ ଯାହାକୁ ଅତି ଭଲ ପାଉଛ ଓ ସେ ତୁମ୍ଭ ନିମନ୍ତେ ବହୁତ କିଛି ବୋଲି ଭାବୁଛ, ତୁମର ସେହି ପ୍ରିୟତମ ଅନ୍ୟ ପ୍ରିୟତମଙ୍କ ଠାରୁ କେଉଁ ଗୁଣରେ ଅଧିକ? ସେହି ପ୍ରଭୁ ଯୀଶୁ କିଏ? ଆପଣ କେଉଁ ବିଷୟ ନେଇ ଭାବନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ? ଅନେକ ଧାର୍ମିକ ନେତାମାନେ ଅଛନ୍ତି, ମାତ୍ର ଆପଣ କାହିଁକି ଭାବନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ଅପେକ୍ଷା ଭିନ୍ନ? ଆପଣ କାହିଁକି ଭାବନ୍ତି ଯେ ସେ ଯାହା କିଛି କହନ୍ତି ତାହା ସତ୍ୟ ଓ ସେ ନିଜ ବିଷୟରେ ଯାହା କିଛି କହନ୍ତି ତାହା ସତ୍ୟ? ସେ ତ କେବଳ ଜଣେ ସାଧାରଣ ମନୁଷ୍ୟ ଥିଲେ। ଏହିପରି
ସନ୍ଦେହଜନକ ମତାମତ ଆମେ ଅନେକଙ୍କଠାରୁ ଶୁଣିବାକୁ ପାରୁ। କିନ୍ତୁ ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହି ରଖେ ଯେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନେଇ ଆଜି ଅନେକ ଲୋକ ଅନେକ ପ୍ରକାର ମତାମତ ଦିଅନ୍ତି। ତାହାଙ୍କ ବିଷୟ ନେଇ ଅନେକ କିଛି ଆଲୋଚନା ହୁଏ। ତାହାଙ୍କ ବିଷୟ ନେଇ ଆଜି ଅନେକ ବିଭିନ୍ନ ପ୍ରକାର ପ୍ରଶ୍ନ କରନ୍ତି ଓ ସନ୍ଦେହ ପ୍ରକାଶ କରନ୍ତି। ସେ ହେଉଛନ୍ତି ପୃଥିବୀ ଇତିହାସରେ ସବୁଠାରୁ ବିବାଦମୂଳକ ବ୍ୟକ୍ତି। କିନ୍ତୁ କାହିଁକି? ଏହାର ଉତ୍ତର ହେଉଛି ଯେ ଈଶ୍ୱର ତାହାଙ୍କର ପୁତ୍ରଙ୍କ ବିଷୟରେ ଏକ ନିଷ୍ପତ୍ତି ନେବା ନିମନ୍ତେ ଆମ୍ଭମାନଙ୍କୁ ବାଧ୍ୟ କରନ୍ତି। ସେ ଚାହାନ୍ତି ଆମେ ଯେପରି ବାସ୍ତବରେ ତାହାଙ୍କୁ ଜାଣୁ, ଆମେ ତାହାଙ୍କର ଈଶ୍ୱରତ୍ଵ ଓ ମାନବତ୍ଵକୁ ଜାଣୁ। ଈଶ୍ୱର ସେହି ଖ୍ରୀଷ୍ଟଙ୍କ ବିଷୟ ନେଇ ଏକ ନିଷ୍ପତ୍ତି ନେବା ନିମନ୍ତେ ଆପଣଙ୍କୁ ବାଧ୍ୟ କରନ୍ତି। ଆପଣ ତାହାକୁ ଗ୍ରହଣ କରିପାରନ୍ତି ବା ନ କରିପାରନ୍ତି, ମାତ୍ର ଆପଣଙ୍କୁ ଏକ ନିଷ୍ପତ୍ତି ନେବାକୁ ହେବ। ବର୍ତ୍ତମାନ ସେହି ପ୍ରେମିକଙ୍କର ସୌନ୍ଦର୍ଯ୍ୟତା ପ୍ରତି ଆମେ ଟିକେ ଦୃଷ୍ଟି ଦେବା। ସେହି କନ୍ୟା ବର୍ତ୍ତମାନ ଜେରୁସାଲେମର କନ୍ୟାମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଉଅଛନ୍ତି। ସେ ସେମାନଙ୍କର ସେହି ସନ୍ଦେହଜନକ କଥାର ପ୍ରତ୍ୟୁତ୍ତର ଦେବାକୁ ଯାଉଅଛନ୍ତି, ଯାହାକି 5 ପର୍ବର 10 ପଦରୁ 16 ପଦ ମଧ୍ୟରେ ଲେଖା ଅଛି। ମୋର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ, 10,000 ମଧ୍ୟରେ ପ୍ରଧାନ। ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରାକୁଆ ତୁଲ୍ୟ କୃଷ୍ଣବର୍ଣ୍ଣ। ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ, ଦୁଗ୍ଧରେ ଧୌତ ଓ ଯଥାସ୍ଥାନରେ ସ୍ଥାପିତ। ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରୀ ସ୍ୱରୂପ, ସୁଗନ୍ଧି ତୃଣର ତଟ ସ୍ୱରୂପ। ତାଙ୍କର ଓଷ୍ଠାଧର ଶୋଷଣ ପୁଷ୍ପ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧର ସକ୍ଷରେ। ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ। ତାଙ୍କ ଶରୀର ନୀଳକାନ୍ତ ମଣିମଣ୍ଡିତ ରାଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ। ତାଙ୍କ ଚରଣ ଯୁଗଳ ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗିରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ। ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ, ହଁ ସେ ସର୍ବତୋ ଭାବେ ମନୋହର। ଆଗୋ ଜେରୁସାଲେମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା। ତାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଯେ ସେ ତାହାଙ୍କୁ ଜାଣିଥିଲା, ସେ ତାହାଙ୍କୁ ଅତି ଭଲ ଭାବେ ଜାଣିଥିଲା। ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କ ନିମନ୍ତେ ସାକ୍ଷୀ ହେବାକୁ ଚାହାନ୍ତି ଓ ତାହାଙ୍କୁ ଜଗତ ନିକଟରେ ପ୍ରକାଶ କରିବାକୁ ଚାହାନ୍ତି, ତାହେଲେ ତାହାଙ୍କୁ ଭଲ ଭାବେ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ। ସେ କିଏ ତାହା କେବଳ ଜାଣିବା ଆବଶ୍ୟକ ନୁହେଁ, ମାତ୍ର ଆପଣ ତାହାଙ୍କୁ ଯେପରି ତାହାଙ୍କ ତରଫରୁ ଭଲ ଭାବେ ପ୍ରକାଶ କରିବା ନିମନ୍ତେ ସମର୍ଥ ହୋଇପାରନ୍ତି, ଏଥିନିମନ୍ତେ ଆପଣ ତାହାଙ୍କୁ ଅଧିକ ଭାବେ ଜାଣିବା ଆବଶ୍ୟକ। ଆପଣ ଓ ମୁଁ, ଆମେ କେବଳ ତାହାଙ୍କୁ ଜାଣିବା ଆବଶ୍ୟକ ନୁହେଁ, ମାତ୍ର ତାହାଙ୍କୁ ପ୍ରେମ କରିବା ଆବଶ୍ୟକ। ତାହା ହିଁ ହେଉଛି ଏକ ଆହ୍ୱାନ, ଯାହାକି ଆମେ ଏଠାରେ ଲକ୍ଷ୍ୟ କରିବାକୁ ପାରୁ। ସେହି କନ୍ୟା ତାହାଙ୍କୁ ଜାଣିଥିଲା, ସେ ତାହାଙ୍କୁ ଜାଣିଥିଲା ଓ ତାହାଙ୍କୁ ପ୍ରେମ କଲା। ସେ କହେ ଯେ ସେ ହେଉଛନ୍ତି 10,000 ମଧ୍ୟରେ ପ୍ରଧାନ, ସେ ସମ୍ପୂର୍ଣ୍ଣ ସୁନ୍ଦର। ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ସେ କ'ଣ ଆପଣଙ୍କ ପ୍ରତି ଓ ମୋ ପ୍ରତି ଅତ୍ୟନ୍ତ ସୁନ୍ଦର? ଆପଣ କ'ଣ ସେହି କନ୍ୟା ତାହାର ବରଙ୍କ ବିଷୟରେ ଅତି ଉତ୍କଣ୍ଠାର ସହିତ କହିବା ପରି ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇପାରିବେ? ଆମେ ଯଦି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବାକୁ ଚାହୁଁ, ତାହେଲେ ଆମେ ତାହାଙ୍କୁ ଭଲ ଭାବେ ଜାଣିବା ଆବଶ୍ୟକ ଓ ଆମେ ତାହାଙ୍କୁ ପ୍ରେମ କରିବା ଆବଶ୍ୟକ। ଶେଷରେ ସେହି କନ୍ୟା କହେ, ଆଗୋ ଜେରୁସାଲେମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା। କାରଣ ସେ ତାହାଙ୍କୁ ଜାଣିଥିଲା, ସେ ତାହାଙ୍କୁ ପ୍ରେମ କଲା ଓ ସେ ତାହାଙ୍କୁ ଜଗତ ନିକଟରେ ପରିଚିତ କରାଇଲା। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କୁ କେବଳ ଜାଣିଦେଲେ ଯଥେଷ୍ଟ ନୁହେଁ, ମାତ୍ର ଆମେ ତାହାଙ୍କୁ ବାସ୍ତବରେ ପ୍ରେମ କରିବା ଉଚିତ ଓ ତାହାଙ୍କୁ ଜଗତ ନିକଟରେ ପରିଚିତ କରାଇବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।